ଆମର ଏଇ କଫ୍ ସିରପ୍ ଉପରେ ନାର୍କୋଟିକ୍ସ ଉପରେ ଆମେ ଏକ୍ସଟ୍ରିମ୍ ୱାଚଫୁଲ୍ ଅଛୁ। ଆମର ବିଭିନ୍ନ ସ୍କ୍ୱାଡ୍ କାମ କରୁଛି। ଗତକାଲି ଏକ ସେଇ ସ୍ପେସିଫିକ୍ ସୋର୍ସରୁ ଖବର ପାଇ ଏସଡିପିଓ ପଦକୁ ଆଇଆଇସି ପଦକୁ ପ୍ଲସ୍ ତାଙ୍କର ଷ୍ଟାଫ୍ ଧରି 3000 ଛକିଥିଲେ। ଲାଷ୍ଟ ଯୋଉ ଗାଡି ସେ ଖବର ପାଇଥିଲେ ସେ ଗାଡି ଧରିଲେ। ସେଥିରେ କଣ ହେଇଛି, ସେ ଧରିଲେ ଦିଟା ଭେଟରାନକୁ, ଗୋଟେ ହଉଛି ଶରଚନ୍ଦ୍ର ଟୁଙ୍ଗା, ସେ ହଉଛି ନୟାଗଡ଼ର ଯୋଉ ଭେଟରାନ କ୍ରିମିନାଲଟା, ସେ ମୋ ମେନ୍ ସୋର୍ସ ସପ୍ଲାୟର ସେ। ଏଠିକାର ଯୋଉ ମାନସ ପାଣ୍ଡେ ଝଙ୍କରପଲ୍ଲୀ ପଦ୍ମପୁର, ସେ 600ଟି ପେଟି ଧରିକି ଆସୁଥିଲେ। 600 ପେଟି ଥିଲା, 7920 ବୋତଲ ଥିଲା। ଧରିଲା ପରେ ଏଇ ଯୋଉ ମାନସ ପାଣ୍ଡେ ଇଏ ଦୀର୍ଘ ଦିନ ହେଲା ଏଲିପେଟର ଆଣୁଥିଲା ଟୁଙ୍ଗା ଠାରୁ, ଆଣିକି ପଦ୍ମପୁର ସହର ଏବଂ ପାଖାପାଖି ସବୁ ଦୋକାନ ମାନଙ୍କୁ ବିକ୍ରି କରୁଥିଲା। ତାକୁ ଆମେ ଦୀର୍ଘ ଦିନ ହେଲା ତାକୁ ୱାଚ୍ ଥିଲୁ, ଧରା ପଡିଲା ଏବଂ ସେ ଦି ଜଣଟା କୋଉଠୁ ଫେରାଉଛନ୍ତି। ଏଟା ଧରିଲା ପରେ ସେ ଛକଟା ହଉଛି ଗଡଭାଟି ଛକ, ଗଡଭାଟି ଛକ, ପଦ୍ମପୁର ଗଡଭାଟି ଛକ। ସେଟା ତାଙ୍କର ଏକ୍ଜିଟ୍ ପଏଣ୍ଟ ଆସିଲା କଟକ ଭୁବନେଶ୍ୱର ରାସ୍ତା ନୟାପଲ୍ଲୀର ଯୋଉ ଜାଗାଟା ବି ଟୁଙ୍ଗା ଦିଏ, ସେ ମେନ୍ ସପ୍ଲାୟର, ସେ ଆଣି ସପ୍ଲାୟ କରେ। ଧରା ପଡିଲା, ଆମେ କହିବୁ ତାକୁ ତଦନ୍ତ ଜଣା ପଡିବ ତା ପ୍ରିଭିୟସ୍ ଟାଇମ୍ କଣ, କାରଣ ଇଏ ଫାର୍ଷ୍ଟ ଟାଇମ୍ ନୁହଁ। ତାର ଯୋଉ ରୁଟରେ ସେ ଆସୁଥିଲା ଏବଂ ଆମର କାଲି ତାକା ଲାଗିଥିଲା ଦୁନିଆରେ ଚେକିଂ ଚାଲିଛି, ପାଖାପାଖି 7-8 ଚେକିଂ ଚାଲିଛି, ପେଟ୍ରୋଲିଂ ଚାଲିଛି, ପ୍ଲସ୍ କିସାରେ ବୁଲୁଛି। ସେଥିରେ ସେ ଦୁନିଆ ଗଳାବାଟ ବସି ଯାଇଛି। ତାମାନେ ଏକ୍ସପର୍ଟ ପୋଲିସକୁ ଧୂଆଁ ଦେବା ଦେଇ ଗଲା ବେଳକୁ ଧରା ପଡେ। ସେ ପାଖାପାଖି 40 ଏମାନେ ରୁଟଟା ଆଶ୍ଚର୍ଯ୍ୟ ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱର ଆସି ସାଇଟ୍ ରୁଟ୍ ଯାଇଛି, ସାଇଟ୍ ରୁଟ୍ ଯାଇକି ପାସ୍ କଲା ବେଳକୁ ଚେଷ୍ଟା କରୁଛନ୍ତି ପଦକୁ ଖସିବା ପାଇଁ, ସେ ଧରା ପଡୁଛନ୍ତି। ତାଙ୍କର ଡିମାଣ୍ଡ କଷ୍ଟମର ମାନେ ଯୋଉ ଟାଇପର ଅଛନ୍ତି ଆଡିକି, ତାଙ୍କ ଡିମାଣ୍ଡ ଯୋଉ ତାଙ୍କ ଡିମାଣ୍ଡ ଅନୁଯାୟୀ ପ୍ଲସ୍ ଏଇ ଯୋଉ ବର୍ତ୍ତମାନ ଟ୍ରାନ୍ସପୋର୍ଟ ବନ୍ଦ ହେଇଯାଉଛି, ଦି ଜଣ ହଉଛନ୍ତି କିଙ୍ଗପିନ୍। ଏ ଦି ଜଣ କିଙ୍ଗପିନ୍ ଆମେ ଚଳିଛୁ। ତାଙ୍କ ପଛରେ କଣ କଣ କେସ୍ ଅଛି, ସେ ପାଖାପାଖି ଦୋକାନରେ ଇଣ୍ଟରଭେନ୍ସନ ଚାଲିଛି। ତାଙ୍କୁ ଆମେ କଷ୍ଟ ଆମେ ଆଣିବୁ ଇଏ ପୋଲିସ ଆଣିବୁ। ଆମେ ଯୋଉ ବର୍ତ୍ତମାନ କୋର୍ଟ ଲିମିଟେସନ 24 ଘଣ୍ଟା କୋର୍ଟ କରିବୁ। ଆଚ୍ଛା, ୟା ପାଇଁ ପୋଲିସ ଡିମାଣ୍ଡ କରୁ ସେ କାହାକୁ ସପ୍ଲାଏ କରୁଥିଲା, ଦୋକାନୀ କିଏ, ସେ କୋଉ ଗ୍ରୁପର କଷ୍ଟମର ଅଛନ୍ତି, ଯାହା କହିଛି ଠିକ କହିଛି ଏବଂ ଠିକ କରୁଛି। ଏବଂ ୟା ପରେ ରିମାଣ୍ଡ ଆଣିବୁ, ୟା ପ୍ରପର୍ଟି କଣ, ଇଏ ସୋର୍ସ ଅଫ ଇନକମ୍ କଣ, ଏ ଯୋଉ 30-40 ଲୋକ ଯୋଉ ଆଣି ଯୋଉ କିଣିକି ଆଣିଛି ମାଗଣା ଆଣିବୁ ନା, ଏବେ ସେ ଆଣିଲା ତାର ସୋର୍ସ ଅଫ ଇନକମ୍ କଣ ଅଛି, ଯେତିକି ପଇସା ଦେଇଛି ବର୍ତ୍ତମାନ ଯାହା ଦେଇଛି 30 ଲକ୍ଷ ବିକିବ ମାନେ 10-15 ଲକ୍ଷ କରିଥିବ, ସେ ପଇସା କୋଉଠୁ ଆଣିବ, ୟା ସୋର୍ସ ଅଫ ଇନକମ୍ କଣ, ପ୍ଲସ୍ ୟା ପ୍ରପର୍ଟିଟା କଣ। ମୁଁ ଯାହା କହିଛି ତାପରେ ସ୍ଥିର କରିଛି, କରି ମଧ୍ୟ ଅଲରେଡି ଆରମ୍ଭ ହେଲାଣି। ଧୈର୍ଯ୍ୟ ଧରନ୍ତୁ। ଏଥିରେ ଯାଇଛି 2ଟା ଆକ୍ୟୁଜ ହେଇଛନ୍ତି, ଏତିକି ଯାଇଛି। ଗାଡି କଣ ପିକଅପ୍ ଭ୍ୟାନ୍ ଗାଡି, ମୋବାଇଲ ଅଧିକା ହେଇଛି, 2 ନମ୍ବର ମୋବାଇଲ ଫୋନ୍ ଅଛି, କ୍ୟାସ୍ 735 ଟଙ୍କା ଅଛି। ଗୋଟେ ଟାଟା ପିକଅପ୍ ଭ୍ୟାନ୍ OD02 BP 4745। ଆପଣମାନେ ଟିକେ ସହଯୋଗ କରନ୍ତୁ, ଆଉ ନିଜ ପିଲାମାନଙ୍କୁ ଯୋଉ ଜାଣୁଛନ୍ତି, ଯୋଉମାନେ ପରିବାର ଭିତରେ ବ୍ୟବହାର କରୁଛନ୍ତି, ତାକୁ ଦୂରେଇ ରଖନ୍ତୁ, ଲୋକଙ୍କୁ ବୁଝାନ୍ତୁ, ଆମକୁ ସହଯୋଗ କରନ୍ତୁ। ଆମେ ମାନେ ଜିରୋ ବେଷ୍ଟ ଟଲେରେଟ୍ ଅବସ୍ଥା ଅଛୁ। ଆମେ ପୋଲିସ ଲୋକଙ୍କ ପାଖରେ ପହଞ୍ଚେଇ ଦେବୁ। ଆପଣ ଟିକେ ସହଯୋଗ କଲେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ଏବଂ ଫଳପ୍ରଦ କଥା, ଏଇ ଯୋଉ ମିଶନ ଫଳପ୍ରଦ ହବ।